ବାସ୍ତବ କି ମାନେ ନିଆଳିର ଗୋଟେ ସୁନାମ ଥିଲା, ନିଆଳି ଛେନା ପନିର ଦୁଗ୍ଧଜାତ ଦ୍ରବ୍ୟର ଗୋଟେ ସୁନାମ ଥିଲା। କିନ୍ତୁ ଏବେ ଯେଉଁ ନିଆଳିରୁ ଯାଇଥିବା ନିଆଳି ଅଡ଼ଶପୁର ଅଞ୍ଚଳରୁ ଯାଇଥିଲା ଯେଉଁ କଟକରେ ଧରା ପଡ଼ିଲା 70 କେଜି ପନିର ଛେନା, ଏଇଟା ସ୍ୱତଃ ଗୋଟେ ମଣିଷ ମାନେ ନିଆଳି ଛେନା ପ୍ରତି ଗୋଟେ ସନ୍ଦେହ ସୃଷ୍ଟି ହେଇଛି। ଆଜି ଯାଇ ଅପମିଶ୍ରଣ ହେଉଛି ତାହା ନୁହେଁ, ଏ ଅପମିଶ୍ରଣ ବହୁତ ଦିନ ହେଲା ଚାଲିଛି କିନ୍ତୁ ଧରପକଡ଼ ହେଉନଥିଲା। ନିଆଳି କଟକରେ ଧରା ପଡ଼ିଲା ପରେ ଏବେ ଖାଦ୍ୟ ସୁରକ୍ଷା ବିଭାଗ ଟିକେ ସଚେତନ ହେଇଛି ଏବଂ ଏବେ ଧରପକଡ଼ ଖର୍ଚ୍ଚ ଚାଲିଛି, କିନ୍ତୁ ଏଇଟା ବ୍ୟାପକ ହେବା ଦରକାର ଏବଂ ସଠିକ ଭାବରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଏଇଟା ନା 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 ସବୁ ବ୍ୟବସାୟ କେଁ କରିବେ, ସବୁ ବ୍ୟବସାୟ ଅସାଧୁ ନୁହନ୍ତି, କିଛି ଅସାଧୁ ବ୍ୟବସାୟ ଏ କାରବାର କରୁଛନ୍ତି ଏବଂ ଅପମିଶ୍ରିତ ଛେନା ପନିର ଆଉ ଅନ୍ୟାନ୍ୟ ଦୁଗ୍ଧ ଜାତ ସାମଗ୍ରୀ ତିଆରି କରୁଛନ୍ତି, ଯାହାଫଳରେ ଇଏ ନିଆଳି ଅଞ୍ଚଳ ଏବଂ ସବୁ ବ୍ୟବସାୟ ପରିଣାମ ହେଉଛନ୍ତି, ଯେଉଁଟାକି ନିଆଳି ଅଞ୍ଚଳ ସୁନାମ ପ୍ରତି ଗୋଟେ ତାର ସ୍ୱଚ୍ଛତା ବଜାୟ ରହୁ ଏବଂ ତଦନ୍ତ ଠିକ ଭାବରେ କରାଯାଉ। ଏବେ ଯୋଉ ବର୍ତ୍ତମାନ ଦେଖୁଛନ୍ତି ସାଧାରଣତଃ ରୋଗ କେମିତି ବଢି ବଢି ଚାଲିଛି, ତେଣୁକି ପେଟ ରୋଗ ବଢୁଛି। ହଁ, ପେଟ ରୋଗ, ଅପମିଶ୍ରିତ ଛେନା ଖାଇଲେ ପନିର ଏବଂ ଏସବୁ ଖାଇଲେ ତ ନିଶ୍ଚୟ ରୋଗ ହବ, ଏଥିରେ ସ୍ୱାଭାବିକ କଥା। ଏଇଟା ତ ମାନେ ଇଏ କଥା, ଯଦି ଆମେ ଅପମିଶ୍ରିତ ଖାଦ୍ୟ ଖାଇବା, ଆମେ ଯାହାକୁ ଛେନା କହୁଛେ ସେଇଟା ଛେନା ନୁହଁ, ଆଉ କୋଉଥିରେ ତିଆରି ହେଉଛି, ଅପମିଶ୍ରଣ କରାହେଉଛି, ନିଶ୍ଚିତ ଭାବରେ ରୋଗ ସୃଷ୍ଟି ହବ, ପେଟ ରୋଗ ସୃଷ୍ଟି ହବ, ଅନ୍ୟାନ୍ୟ ରୋଗ ସୃଷ୍ଟି ହବ, ଜଟିଳ ରୋଗ ସୃଷ୍ଟି ହବ। ଏବେ ଯେଉଁ ଛେନା ଅପମିଶ୍ରଣ ହେଲା ଧରା ପଡ଼ିଲା ପରେ ନିଆଳି ଅଞ୍ଚଳର, ଏଇଟା ଶୁଣିଲା ପରେ ଗୋଟେ ଭୟ ସୃଷ୍ଟି ହେଲାଣି। ଆମେ ସାଧାରଣତଃ କୋଉ ବନ୍ଧୁ ଘରକୁ ଗଲେ ଆମେ କିଛି ମିଠା ଜିନିଷ ବିଭିନ୍ନ ପ୍ରକାର ଭେରାଇଟି ଆଜିକାଲି ବାହାରିଲାଣି, ଗୋଟେ ମିଠାର ପ୍ରତିଦ୍ୱନ୍ଦିତା ହେଲା ଭଳିଆ ଗୋଟେ ବଜାରରେ ହେଲାଣି, ତେଣୁ ଭଲ ମିଠା ବନ୍ଧୁ ଘରକୁ ନେବାରେ ଗୋଟେ ଆଗ୍ରହ ଥିଲା। କିନ୍ତୁ ଏବେ ଏ ଯେଉଁ ଜିନିଷ ମାନେ ଧରା ପଡ଼ିଲା ପରେ ନିଆଳି ଛେନା ପ୍ରତି ଗୋଟେ ସନ୍ଦେହ ସୃଷ୍ଟି ହେଇଛି ଏବଂ ଆମେ ଭୟ ଲାଗୁଛି ଗୋଟେ କାହା ବନ୍ଧୁ ଘରକୁ ନେବା ପାଇଁ ଗୋଟେ ଜିନିଷ, ଆମେ କ'ଣ ତା ଭିତରେ କିଛି ଅପମିଶ୍ରିତ ବିଷାକ୍ତ ଜିନିଷ ନେଇଯାଉଁ ତ, ଇଏ ଭୟ ମନରେ ସୃଷ୍ଟି ହେଲା, ଯେଉଁଟାକି ଆର ଗୋଟେ ସ୍ୱଚ୍ଛତା ବଜାୟ ରଖିବା ଦରକାର। ଯେଉଁଟା ଖାଦ୍ୟ ଅପମିଶ୍ରଣ ଭଳି ସାଂଘାତିକ ଅଭିଯୋଗ, ଏଇଟା ଗୋଟେ ଗୁରୁତର ଅଭିଯୋଗ, ଆର ନିହାତି ତଦନ୍ତ ଦରକାର ଏବଂ କାର୍ଯ୍ୟାନୁଷ୍ଠାନ ବି ଦରକାର।